କାହିଁକି ମିଳିବ ଗ୍ୟାସ୍ ସିଲିଣ୍ଡର? ମାତ୍ର କମ୍ ଟଙ୍କାରେ କିଣିପାରିବେ ଆପଣ। ଆସିଲା ବଡ଼ ଖବର, ଏଠାରେ 450 ଟଙ୍କାରେ ମିଳୁଛି LPG ଗ୍ୟାସ୍ ସିଲିଣ୍ଡର। ଗ୍ୟାସ୍ ସିଲିଣ୍ଡର ଗ୍ରାହକମାନେ ତୈଳ କମ୍ପାନୀଗୁଡ଼ିକ ଠାରୁ ଏକ ବଡ଼ ଉପହାର ଗ୍ରହଣ କରିଛନ୍ତି। କହିବାକୁ ଗଲେ ଗ୍ରାହକ ପାଇଁ ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ 2 ଟଙ୍କା ହ୍ରାସ କରାଯାଇଛି। ଏହି ହ୍ରାସ ସମଗ୍ର ମାସ ମଧ୍ୟରେ ତୈଳ କମ୍ପାନୀଗୁଡ଼ିକ ମାଧ୍ୟମରେ କରାଯାଇଛି। ତେବେ 2 ଟଙ୍କା ହ୍ରାସ ପରେ ଦିଲ୍ଲୀରେ 1755 ଟଙ୍କାରେ 19 କିଲୋର ବ୍ୟବସାୟିକ ଗ୍ୟାସ୍ ସିଲିଣ୍ଡର ଉପଲବ୍ଧ ହେବ। ଏହା ବ୍ୟତୀତ କଲିକତାରେ ବ୍ୟବସାୟିକ ଗ୍ୟାସ୍ ମୂଲ୍ୟ 50 ପଇସା ବୃଦ୍ଧି ଦେଖିବାକୁ ମିଳିଛି। ଏଠାରେ 19 କିଲୋର ବ୍ୟବସାୟିକ ଗ୍ୟାସ୍ ମୂଲ୍ୟ 1869 ଟଙ୍କା ହୋଇଛି। ଅନ୍ୟପକ୍ଷରେ ମୁମ୍ବାଇରେ ବାଣିଜ୍ୟିକ ଗ୍ୟାସ୍ ମୂଲ୍ୟ ଟଙ୍କା 50ରୁ 1708 ଟଙ୍କାକୁ ହ୍ରାସ ପାଇଛି। ଚେନ୍ନାଇରେ ବାଣିଜ୍ୟିକ ଗ୍ୟାସ୍ ସିଲିଣ୍ଡର ମୂଲ୍ୟର ସବୁଠାରୁ ବଡ଼ ହ୍ରାସ ପାଇଛି। ଏଠାରେ 4 ଟଙ୍କା 50 ପଇସା ହ୍ରାସ କରାଯାଇଛି। ଏହା ପରେ ଏଠାରେ ମୂଲ୍ୟ 1924 ଟଙ୍କା ହୋଇଛି। ଆସନ୍ତୁ ଆପଣଙ୍କୁ କହିବା, ଘରୋଇ LPG ସିଲିଣ୍ଡର ମୂଲ୍ୟ ବର୍ଷର ପ୍ରଥମ ଦିନରେ ସ୍ଥିର ହୋଇଛି। ଚଳିତ ମାସରେ ଘରୋଇ ସିଲିଣ୍ଡର ମୂଲ୍ୟ କୌଣସି ପରିବର୍ତ୍ତନ ହୋଇନାହିଁ। ବର୍ତ୍ତମାନ ଦିଲ୍ଲୀରେ ଘରୋଇ ଗ୍ୟାସ୍ ସିଲିଣ୍ଡର ମୂଲ୍ୟ 903 ଟଙ୍କା ରହିଛି। ଚେନ୍ନାଇରେ ଏହା 918 ଟଙ୍କା, ମୁମ୍ବାଇରେ 902 ଟଙ୍କା 50 ପଇସା ଏବଂ କଲିକତାରେ 929 ଟଙ୍କା। ଆମେ ଆପଣଙ୍କୁ ରଖୁଛୁ ଯେ କେନ୍ଦ୍ର ସରକାରଙ୍କ ଘରୋଇ ଗ୍ୟାସ୍ ସିଲିଣ୍ଡର ଉପରେ 200 ଟଙ୍କା ବୃଦ୍ଧି କରାଯାଇଥିଲା। ରାଜସ୍ଥାନରେ 450 ଟଙ୍କା ରନ୍ଧନ ଗ୍ୟାସ୍ ଉପଲବ୍ଧ ହେବ। ରାଜସ୍ଥାନ ସରକାର ଉଜ୍ଜ୍ୱଳା ଯୋଜନାରେ ହିତାଧିକାରୀଙ୍କୁ 450 ଟଙ୍କା ମୂଲ୍ୟର LPG ଗ୍ୟାସ୍ ସିଲିଣ୍ଡର ପ୍ରଦାନ କରିବେ। ହିତାଧିକାରୀଙ୍କୁ ସରକାର ଗୋଟିଏ ବର୍ଷ 12ଟି ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରିବେ। ଏକ ଗ୍ୟାସ୍ ସିଲିଣ୍ଡର କିଣିବାରେ ଆପଣଙ୍କୁ ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ପଡ଼ିବ। ସରକାର ଯାହା ବି ସବସିଡି ଘୋଷଣା କରିଛନ୍ତି, ଏହା ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ କରାଯିବ। ବିଜେପି ଏହାକୁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହା ପୂର୍ବରୁ ଉଜ୍ଜ୍ୱଳା ଯୋଜନା ହିତାଧିକାରୀଙ୍କୁ ରାଜସ୍ଥାନରେ 500 ଟଙ୍କା ପାଇଁ LPG ସିଲିଣ୍ଡର ପାଉଥିଲେ। ଏହାର ଅର୍ଥ ହେଉଛି ସରକାର 50 ଟଙ୍କା ହିତାଧିକାରୀଙ୍କୁ ଦେଇଛନ୍ତି। ଭିଡ଼ିଓଟାକୁ ଏଇଠି ଏଣ୍ଡ କରିବା। ରହିଲି। ଜୟ ଜଗନ୍ନାଥ। ବାଏ ବାଏ। ପୁଣି ଦେଖା ହେବ ଆସନ୍ତାକାଲି।